ନାପିତକୁ ସାଧାରଣତଃ ଅଳ୍ପ ଶିକ୍ଷିତ ବା ଅଶିକ୍ଷିତ ବୋଲି ଲୋକେ ମନେ କରୁଥିବାରୁ ସମ୍ଭ୍ରାନ୍ତ ବ୍ୟକ୍ତି ନାପିତ ଘରକୁ ଯାଇ ସେଠାରେ ଯାଇ କ୍ଷୋର ହେଲେ ସର୍ବସାଧାରଣଙ୍କ ଦୃଷ୍ଟିରେ ତାଙ୍କର ସମ୍ମାନ ହାନି ହୁଏ। ଜଣେ ମଣିଷର ଚରିତ୍ର ତାଙ୍କ ପରିବାର ବିଷୟରେ କହିଥାଏ। ଭାଷା ଦ୍ୱାରା ତାଙ୍କ ଦେଶ ଜାଣିବାକୁ ମିଳେ। ଆଦର ଏବଂ ସଂସ୍କାର ଦ୍ୱାରା ତାଙ୍କର ଭଲ ପାଇବାକୁ ଦର୍ଶାଏ। ଚନ୍ଦନକୁ ହିନ୍ଦୁ ତଥା ଅନ୍ୟ ଧର୍ମାବଲମ୍ବୀମାନେ ପବିତ୍ର ବୋଲି ମନେ କରନ୍ତି। ଶୁଦ୍ଧ ସ୍ଥାନରେ ଚନ୍ଦନ ଘୋରାଯାଏ ଓ ଲଗାଯାଏ। ଯେକୌଣସି ପଥରରେ ଚନ୍ଦନ ଘୋରିଲେ ଓ ଲଗାଇଲେ ଚନ୍ଦନର ପବିତ୍ରତା ନଷ୍ଟ ହୁଏ। ଦର୍ପଣରେ ମୁଖ ନ ଦେଖି ଜଳରେ ମୁଖ ଦେଖିଲେ ମୁଖ ବିକୃତ ଦେଖାଯାଏ। ତେଣୁ ଜଳରେ ଆକୃତି ଦେଖିବା ଉଚିତ ନୁହେଁ। ପ୍ରସାଧନ ପାଇଁ ଶାଳୀନତା ନଷ୍ଟ କରିବା ଉଚିତ ନୁହେଁ। ଦୁଃଖ ସମୟରେ ଘଡ଼ିକ ଯୁଗେ ଫୁଲ ସହିତ କଣ୍ଟାର ମଧ୍ୟ ଜନ୍ମ ହୋଇଥାଏ। ନିଦ୍ରା ସୁଖ ଦୁଃଖକୁ ଭୁଲାଇ ଦିଏ। ଜୟ ଶ୍ରୀ ଜଗନ୍ନାଥ।